ତେଣୁ ପାଣ୍ଡିଆନ ସେଠି ଯଦି କ୍ୟାଣ୍ଡିଡେଟ୍ ହେଇଯାଆନ୍ତେ ମୁଁ ଭାବୁଛି ନିର୍ବାଚନ ମଇଦାନଟା ଭଲ ହୁଅନ୍ତା, ନିର୍ବାଚନ ରଣକୌଶଳ ଭଲ ହୁଅନ୍ତା, ଓଡ଼ିଶାର ଗୋଟେ ସ୍ପଷ୍ଟ ଚିତ୍ର ଆସନ୍ତା। ରାଜନୀତିରେ ପାଣ୍ଡିଆନ ଲଢ଼ି ନଥିଲେ ଯେହେତୁ ଖାଲି ପ୍ରଚାର କରାଉଥିଲେ କି ଚୋରାରେ କାମ କରୁଛନ୍ତି, ଦଳର ଯେଉଁମାନେ ତାଙ୍କୁ ବିରୋଧ କରୁଛନ୍ତି ତାଙ୍କୁ ସସ୍ପେଣ୍ଡ କରିଦେଉଛନ୍ତି କିମ୍ବା ଦଳରୁ ବାହାର କରିଦେଉଛନ୍ତି, ନହେଲେ ପଦବୀ ଦେଉନାହାନ୍ତି। ସଦ୍ୟ ଉଦାହରଣ ବହୁତ ଅଛି। ତେଣୁକରି ଏ ଘଟଣାକୁ ଅନ୍ତ ଘଟିବାକୁ ଗଲେ ବିଜୁ ଜନତା ଦଳରେ ସୁଜାତା କାର୍ତ୍ତିକେୟନ କ୍ୟାଣ୍ଡିଡେଟ୍ ହୁଅନ୍ତୁ, ନଚେତ ଭିକେ ପାଣ୍ଡିଆନ କ୍ୟାଣ୍ଡିଡେଟ୍ ହୁଅନ୍ତୁ, ତାହେଲେ ମୁଁ ଭାବୁଛି ବେଟର ହବ। କାହିଁକିନା ଆମେ ଆଉ ଖୋଜିବା ଦରକାର ନାହିଁ, ଆମର ସେ ଦଳର ଲୋକ। ପ୍ଲାନ୍ ବି ତ ବିଜେପିର ଯଦି ବିଜେଡିର ତାହେଲେ ବୁଦ୍ଧିମାନର କାମ ହେଉଛି ନବୀନ ବାବୁ ଅଛନ୍ତି ନବୀନ ନିବାସରେ, ସେଠୁ ପଚାରିକି ଉତ୍ତର ନେବେ। କାହିଁକିନା ମୁଁ ତ ରଣକୌଶଳ କରୁନା। ମୋ କଥାଟା ବୁଝିପାରୁଛନ୍ତି ତ? ଆମେ ହେଉଛି ବିଜୁ ଜନତା ଦଳର କଥା କହିଦେବୁ କି ସାଧାରଣ ଓଡ଼ିଆ ଲୋକଙ୍କ କଥା କ'ଣ ଆଲୋଚନା ହେଉଛି ରାଜନୀତିକ ବିଷୟରେ ଆମେ କହିବୁ। କଥା ହେଉଛି ବିଜୁ ଜନତା ଦଳର ସେଠି ରାଜେନ୍ଦ୍ର ଢୋଲକିଆ ଥିଲେ ବିଧାୟକ, ସରକାର ବଦଳିଗଲା କି ନୂଆପଡ଼ାବାସୀ ଆସ୍ଥା ଦେଲେ, ନବୀନ ପଟ୍ଟନାୟକ ଏବଂ ରାଜେନ୍ଦ୍ର ଢୋଲକିଆଙ୍କ ପ୍ରତି ଆସ୍ଥା ରଖିଲେ, ସେଠି ଜିତେଇଲେ। କିନ୍ତୁ ରାଜେନ୍ଦ୍ର ଢୋଲକିଆଙ୍କ ରାଜନୈତିକ ଅନୁଶୀଳନ କରିବେ ସିଏ ପ୍ରଥମେ ଯେଉଁ ବିଜୟୀ ହୋଇଥିଲେ ସ୍ୱାଧୀନ ଭାବରେ, ତାପରେ ବିଜୁ ବାବୁଙ୍କ ନୀତି ଆଦର୍ଶ ଓଡ଼ିଶାର ବିକାଶ ଧାରାକୁ ଆଗ କରିବା, ନବୀନ ପଟ୍ଟନାୟକର ନୀତି ଆଦର୍ଶ ନବୀନ ପଟ୍ଟନାୟକ ନେତୃତ୍ୱକୁ ମାନି ବିଜୁ ଜନତା ଦଳର ପୁଣି ପ୍ରାର୍ଥୀ ହେଇଥିଲେ, ଜିତିଥିଲେ ଏବଂ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଦଳରେ ତାଙ୍କ ମନ୍ତ୍ରିମଣ୍ଡଳ ବି ନେଇଥିଲେ। ତାପରେ ଏବେ ଯେଉଁ ନୂଆ ଆମର ସରକାର 1.5 ବର୍ଷ ତଳେ ଯେଉଁ ହେଲା ସେଥିରେ ବି ସେ ବିଜୟୀ ହେଇଛନ୍ତି, ବିଜେଡି ତରଫରୁ ବିଜୟୀ ହେଇଛନ୍ତି ଏବଂ ତାଙ୍କ ଦେହାନ୍ତ ହେଲା। ଗୋଟେ ସେ ଶୋକ ପରିବେଶ ସୃଷ୍ଟି ହେଲା, ଶୋକାକୁଳ ପରିବେଶ ସୃଷ୍ଟି ହେଲା ପରେ ତାଙ୍କ ପୁଅ ଜୟ ଢୋଲକିଆ ଅଛି, ତାଙ୍କ ଯେଉଁଦିନ 11ତମ ଶ୍ରାଦ୍ଧ ବାର୍ଷିକ କରାଯାଉଥିଲା ସେଦିନ ସମ୍ପୂର୍ଣ୍ଣ ରୂପେ ସେଠି ପ୍ରାର୍ଥୀ ଭାବରେ ଜୟ ଢୋଲକିଆ ନିଜେ କହିଲେ ଗଣମାଧ୍ୟମରେ ଯେ ମୁଁ ହେଉଛି ବିଜୁ ଜନତା ଦଳ ପ୍ରାର୍ଥୀ। ସବୁ ଗଣମାଧ୍ୟମରେ ବାଜିଲା, ଆପଣମାନଙ୍କ ମଧ୍ୟରେ ବାଜିଛି ବି। ତେଣୁ ବିଜୁ ଜନତା ଦଳର ଗୋଟିଏ ପ୍ରାର୍ଥୀ ଆଞ୍ଚଳିକ ଦଳ ଏବଂ ଯାହା ଡିସିସନ୍ ନବୀନ ପଟ୍ଟନାୟକ ଫାଇନାଲ କରିବେ କିମ୍ବା ସେ ଯେଉଁ ଗୁପ୍ତରେ ରହିକି ଭଣ୍ଡ ସନ୍ନ୍ୟାସୀ କରୁଛନ୍ତି ସେଇ ଭିତରେ ସେ ଫାଇନାଲ କରିଦେଇ ପାରିଥାନ୍ତେ। କାହିଁକି 15-20 ଦିନ ଚାନ୍ସ ଦେଲେ? କିଏ ଗୁପ୍ତ କାର୍ଯ୍ୟକ୍ରମ କରୁଥିଲା? କାହିଁକି ଜୟ ଢୋଲକିଆଙ୍କ ନାଁ ଡିକ୍ଲେୟାର କରିବା ଅସୁବିଧା ହେଲା? ଯେତେବେଳେ ତମେ ଷ୍ଟିଅରିଂ କମିଟିର କାଗଜ ବାହାର କରିପାରୁଛ, ପ୍ରସନ୍ନ ଆଚାର୍ଯ୍ୟ ହେରିକା ଷ୍ଟିଅରିଂ କମିଟି ରହିଛନ୍ତି, ନୂଆପଡ଼ା କଥା ଏଇ ଲୋକ ବୁଝିବ, ନୂଆପଡ଼ା NSC କଥା ଏଇ ବୁଝିବ, ନୂଆପଡ଼ା ନିର୍ବାଚନ ମଣ୍ଡଳୀ କଥା ଏଇ ଲୋକ ବୁଝିବ। ଯେତେବେଳେ ଏଇ ସବୁ ଘଟଣା ଗୁଡ଼ିକ ଆସୁଛି କାଗଜରେ ଗଣମାଧ୍ୟମକୁ ଆସୁଛି, ସେଥିରେ ପ୍ରାର୍ଥୀ କରିବାର ଅସୁବିଧା କ'ଣ ଥିଲା? ଜୟ ଢୋଲକିଆଙ୍କୁ ଯେଉଁ 15-20 ଦିନ ଛାଡ଼ିଦେଲେ ସେଥିଯୋଗୁଁ ପ୍ରାର୍ଥୀ ହେଇନୁ। ଯେତେବେଳେ ସେ ବିଜେପିର ମିଶିବେ ବିଜେପିର ପ୍ରାର୍ଥୀ ହେବେ, କାହିଁକିନା ବିଜେପି ତାର ରଣକୌଶଳ ଥିଲା, ବିଜେପି ତାର ନିର୍ବାଚନ ବୈତରଣୀ ପାର ହେବେ। ବିଜେଡି ନାଇଁ, ବିଜେଡିର ଯେଉଁମାନେ ରଣକୌଶଳ କରୁଛନ୍ତି କିମ୍ବା ଯେଉଁମାନେ ଗୁପ୍ତ ଭାବରେ ଅଛନ୍ତି ଏବଂ ଯେଉଁମାନଙ୍କୁ ସେ ଦେବୀ ମିଶ୍ର ହରିକା ତ ଷ୍ଟିଅରିଂ କମିଟିରେ ନାହାନ୍ତି, ସେ କ'ଣ ପାଇଁ ଯାଇଛନ୍ତି ନୂଆପଡ଼ା? ତେବେ ଦେବୀ ମିଶ୍ର ଯାଇଛନ୍ତି, ଅତନୁ ସବ୍ୟସାଚୀ ଯାଇଛନ୍ତି, ବବି ଦାସ ଯାଇଛନ୍ତି, ଏମାନେ ତ କେଉଁ କାଗଜ ଆପଣ ପାଇଲେନି, ଏମାନେ ପୁଣି ଯାଇଛନ୍ତି ସେଠି କେମିତି? ତ ନିଶ୍ଚିତ ଭାବରେ ଯେଉଁ ପାଣ୍ଡିଆନକୁ ଅନେଇକି ଥିଲେ, ପାଣ୍ଡିଆନ କ'ଣ କଲେ, କାଲି ଗୋଟେ ସକାଳେ ଆପଣ ଦେଖିବେ ଭିକେ ପାଣ୍ଡିଆନ ଫ୍ୟାନ୍ କ୍ଲବରେ ସକାଳୁ ଗୋଟେ ପୋଷ୍ଟ ହେଲା ଯେ ଦିଲ୍ଲୀରୁ ନିଷ୍ପତ୍ତି ହେବ ନା ନୂଆପଡ଼ାବାସୀ ନିଷ୍ପତ୍ତି ନେବେ। ସେଇ ଯେଉଁ ଉହ୍ୟ ରଖିକି ଯେଉଁ ନିଷ୍ପତ୍ତିଟା ହେଲା, ଇଏ ନିଶ୍ଚିତ ସଲାସୁତୁରା କରାଉଥିଲେ ପାଣ୍ଡିଆନ। ଜୟ ଢୋଲକିଆଙ୍କୁ ବିଜେପି ସହିତ ଲିଆସନିଂ କରେଇଦେଲେ, କେମିତି ରଣକୌଶଳ ହେବ, କେମିତି ଟିକଟ ପାଇବେ, ସେ ବ୍ୟବସ୍ଥାଟା କରିଦେଇକି କାଲି ନବୀନଙ୍କୁ ଧରିକି ପଳେଇ ଆସିଲେ। ପରଦିନ ଦିନେ କରିଦେଇ ପଳେଇ ଆସିଲେ ଏବଂ ସେଥିଯୋଗୁଁ ଡିକ୍ଲାର କରୁନଥିଲେ। କାହିଁକିନା ପାଣ୍ଡିଆନ ଯେତେ ଗୁପ୍ତରେ ରହନ୍ତୁ, ଯେତେ ଲୁଚିକି ରହନ୍ତୁ, ଯେତେ ହେଲା ଏଇ ପାଣ୍ଡିଆନ କରାଉଛନ୍ତି ବୋଲେ ଓଡ଼ିଶା ଲୋକ ଜାଣିଛନ୍ତି, ବିଜୁ ଜନତା ଦଳ କର୍ମୀମାନେ ଜାଣିଛନ୍ତି, ଏ ଆପଣ ଗଣମାଧ୍ୟମ ବି ଜାଣିଛନ୍ତି। ତେଣୁ ଏଇ ଘଟଣା ଭିତରେ ସିଏ କ'ଣ କଲେ, ତାଙ୍କୁ ସଲାସୁତୁରା କରି ତାଙ୍କୁ କ୍ୟାଣ୍ଡିଡେଟ୍ ସେଠୁ କରେଇ ଦେଇକି ପଳେଇ ଆସିଲେ। ପଳେଇ ଆସିଲା ପରେ ସିଏ ଏବେ କ'ଣ କରୁଛନ୍ତି ନା, ପଳେଇ ଆସିଲେ ଏଠିକି ଓଡ଼ିଶାକୁ ପଳେଇ ଆସିଛନ୍ତି ନବୀନଙ୍କୁ ଧରିକି, କହି ସେ ଆମ ପ୍ରାର୍ଥୀ ପଳେଇଲା, ଖସିକି ପଳେଇଲା, ସିଆଡ଼େ ମିଶିଗଲା, ଆମେ କ'ଣ କରିବା? ବୁଝିପାରୁଛନ୍ତି ତ? ତେଣୁ ସେଠି ଏଇନୁ ଯେହେତୁ ଧର୍ମଗଡ଼ରେ ନିଜେ ଥିଲେ କିଏ ପାଣ୍ଡିଆନ ଥିଲେ, ସେଠି ସପୋର୍ଟର ଥିଲେ, ତେଣୁ ସେଠି ସେ କ'ଣ କରିବେ? ଧର୍ମଗଡ଼ରେ ଥିଲେ, ନୂଆପଡ଼ା ଲୋକଙ୍କ ସହିତ ବି ଥିଲେ, ସେଠି ଚାକିରି ଜୀବନ ତାଙ୍କର ଆରମ୍ଭ କରିଥିଲେ ଅବିଭକ୍ତ କଳାହାଣ୍ଡିରେ। ଏବଂ ବିଜୁ ଜନତା ଦଳରେ କ'ଣ ହେଉଛି, ବାରମ୍ବାର ପାଣ୍ଡିଆନ ବିଷୟରେ ଯେଉଁ ଲୁଚାକାଳି ଖେଳ, ଚୋରା ପିରତି ଖେଳ, ସକାଳେ ପାଣ୍ଡିଆନ ଅଛନ୍ତି, ସନ୍ଧ୍ୟାବେଳକୁ ନାହାନ୍ତି, ଏଇ ଯେଉଁ ଆଲୋଚନା ପର୍ଯ୍ୟାଲୋଚନା ଗଣମାଧ୍ୟମରେ ହେଉଛି ଏବଂ ସଲାସୁତୁରା କାର୍ଯ୍ୟକ୍ରମ ଯେଉଁ ହେଉଛି ସବୁ ଲୋକ ଆଲୋଚନା କରୁଛନ୍ତି, ତାଠୁ ବୁଦ୍ଧିମାନର କଥା ହେଉଛି ପାଣ୍ଡିଆନ ସେଠି କ୍ୟାଣ୍ଡିଡେଟ୍ ହେଇଯାଆନ୍ତୁ। କାହିଁକିନା ବିଜୁ ଜନତା ଦଳର ଯିଏ ପ୍ରକୃତ କ୍ୟାଣ୍ଡିଡେଟ୍ ଜୟ ଢୋଲକିଆ ସେ ପଳେଇଲେ ବିଜେପିକି। ତେଣୁ ପାଣ୍ଡିଆନ ସେଠି ଯଦି କ୍ୟାଣ୍ଡିଡେଟ୍ ହେଇଯାଆନ୍ତେ, ମୁଁ ଭାବୁଛି ନିର୍ବାଚନ ମଇଦାନଟା ଭଲ ହୁଅନ୍ତା, ନିର୍ବାଚନ ରଣକୌଶଳ ଭଲ ହୁଅନ୍ତା, ଓଡ଼ିଶାର ଗୋଟେ ସ୍ପଷ୍ଟ ଚିତ୍ର ଆସନ୍ତା। ରାଜନୀତିରେ ପାଣ୍ଡିଆନ ଲଢ଼ି ନଥିଲେ ଯେହେତୁ ଖାଲି ପ୍ରଚାର କରାଉଥିଲେ କି ଚୋରାରେ କାମ କରୁଛନ୍ତି, ଦଳର ଯେଉଁମାନେ ତାଙ୍କୁ ବିରୋଧ କରୁଛନ୍ତି ତାଙ୍କୁ
ସସ୍ପେଣ୍ଡ କରିଦେଉଛନ୍ତି କିମ୍ବା ଦଳରୁ ବାହାର କରିଦେଉଛନ୍ତି, ନହେଲେ ପଦବୀ ଦେଉନାହାନ୍ତି। ସଦ୍ୟ ଉଦାହରଣ ବହୁତ ଅଛି। ତେଣୁକରି ଏ ଘଟଣାକୁ ଅନ୍ତ ଘଟିଆ ଗଲେ ବିଜୁ ଜନତାଳରେ ସୁଜାତା କାର୍ତ୍ତିକେୟନ କ୍ୟାଣ୍ଡିଡେଟ୍ ହୁଅନ୍ତୁ, ନଚେତ ଭିକେ ପାଣ୍ଡିଆନ କ୍ୟାଣ୍ଡିଡେଟ୍ ହୁଅନ୍ତୁ, ତାହେଲେ ମୁଁ ଭାବୁଛି ବେଟର ହବ। କାହିଁକିନା ଆମେ ଆଉ ଖୋଜିବା ଦରକାର ନାହିଁ। ଆମର ସେ ଦଳର ଲୋକ ସେ ଗୋଟେ କାମ କରୁଥିଲେ ଏବଂ ନିର୍ବାଚନ ବେଳେ ସବୁ ଓଡ଼ିଶା ଯାକ ବୁଲୁଥିଲେ, 281 ଥର ହେଲିକପ୍ଟରରେ ବୁଲୁଛନ୍ତି। ତେଣୁ ପାଣ୍ଡିଆନ କ୍ୟାଣ୍ଡିଡେଟ୍ ହେଇଗଲେ ଭଲ ହବ। ଆଉ ପାଣ୍ଡିଆନ ଏଇ ଯୋଉ ଆମେରିକା ଯୋଉ ନବୀନ ବାବୁ ଯୋଉ ଦିଲ୍ଲୀରେ ରହିଥିଲେ ମାସେ ଖଣ୍ଡେ ବେଳ, କେତେବେଳେ ଗଣମାଧ୍ୟମ ବଜେଇଲା ଯେ ପାଣ୍ଡିଆନ ଯାଇଛନ୍ତି ଆମେରିକା, କେତେବେଳେ କିଏ କହୁଛି ଯାଇଛନ୍ତି ବାହାରିନ୍, କେତେବେଳେ କିଏ କହୁଛନ୍ତି ତାଙ୍କ ସଡ଼ୁ ସହିତ ବିକାଶ ରାଉତଙ୍କ ସହିତ ଯାଇ ସେଠି କୁଆଡ଼େ ବାହାରିନି ଆଉ ସିଙ୍ଗାପୁରରେ ହୋଟେଲ ବ୍ୟବସାୟ ବୁଝୁଥିଲେ। ତେଣୁ ଏସବୁ ଜିନିଷ ଭିତରେ ବିଜୁ ଜନତା ଦଳର ଯେମିତି ରାଜନୀତି ଚାଲିଲେ ବି ସେ ଭିକେ ପାଣ୍ଡିଆନଙ୍କ ନା କୌଣସି ପଟରେ ଆସୁଛି, ଆଲୋଚନା ହେଉଛି, ପର୍ଯ୍ୟାଲୋଚନା ହେଉଛି, ଗଣମାଧ୍ୟମରେ ବାଜୁଛି। ତେଣୁ ତାଠୁ ବୁଦ୍ଧିମାନର କଥା ଏବଂ ଗୋଟେ ସ୍ପଷ୍ଟ ଚିତ୍ର ବିଜୁ ଜନତା ଦଳର କର୍ମୀମାନେ ଯେଉଁମାନେ, କାହିଁକି ଦେଖିବେ ସୋସିଆଲ ମିଡ଼ିଆରେ ବହୁତ ବିଜୁ ଜନତା ଦଳର କର୍ମୀମାନେ ଯେଉଁ ପ୍ରକାର ଆଗ୍ରେସିଭ୍ ହେଇ କାମ କରୁଛନ୍ତି ତାଙ୍କୁ ଡାଉନ୍ କରିଦେଉଛି ସବୁବେଳେ ବାରମ୍ବାର ପାଣ୍ଡିଆନ ଆସିଲା ପରେ, ପାଣ୍ଡିଆନ କଥା ଚର୍ଚ୍ଚା ଆସିଲା ପରେ। ଏବଂ ଗୁଲି ଖଟିରେ ଯେଉଁମାନେ, ଚାହା ଖଟିରେ ଯେଉଁମାନେ ରାଜନୈତିକ ଚର୍ଚ୍ଚା ଭିତରେ ଯେଉଁମାନେ ଡ୍ରଇଂ ରୁମ୍ରେ ବସିକି କରନ୍ତୁ କି ଚାହା ଖଟିରେ କରନ୍ତୁ, ବିଜୁ ଜନତା ଦଳର ଆଲୋଚନା ପର୍ଯ୍ୟାୟରେ ପାଣ୍ଡିଆନ ଆସିଲା ପରେ ଲୋକମାନଙ୍କର ଗୋଟେ ବିତୃଷ୍ଣା ଭାବ ଆସୁଛି। ତେଣୁ ପାଣ୍ଡିଆନ ଏଇନୁ ବିଜୁ ଜନତା ଦଳ ସେଠି ପ୍ରାର୍ଥୀ ହୁଅନ୍ତୁ। ଏବଂ କଂଗ୍ରେସର ଯେଉଁ ଘାସିରାମ ମାଝୀ କଥା କହିଲେ ଆପଣ, ଘାସିରାମ ମାଝୀ ବିଗତ ଦିନରେ ସ୍ୱାଧୀନ କ୍ୟାଣ୍ଡିଡେଟ୍ ହେଇଥିଲେ। ତେଣୁ ଘାସିରାମ ମାଝୀଙ୍କ ବିଷୟରେ ଭକ୍ତ ଦାସ କଣ କହିଲେ, ତାକୁ ବିଜେଡି ନେଇଯିବ। ତେଣୁ କେତେ ଦୂର ସତ କି କେତେ ଦୂର ମିଛ ଏ ସ୍ପଷ୍ଟ ଚିତ୍ର 2-4 ଦିନ ଭିତରେ ନୋମିନେସନ ଆସିଲା ପରେ, ନିର୍ବାଚନ ମଇଦାନକୁ ସେମାନେ ପଳେଇଲା ପରେ ଧରା ପଡ଼ିଯିବ, ଜଣାପଡ଼ିବ ଏବଂ ୟା ପରେ ସ୍ପଷ୍ଟ ଚିତ୍ର ଆସିବ।